ପ୍ରକୃତି ହଉଛି ତମେ ଯାହା ଦ୍ୱାରା ପଦାର୍ଥ ଗଠନ ହୁଏ ସେଇଟା ହଉଛି ପ୍ରକୃତି ହେଲା। ଆଜ୍ଞା ଆଜ୍ଞା କିନ୍ତୁ ଧର୍ମ ହଉଛି ଯାହା ଦ୍ୱାରା ପଦାର୍ଥ ପ୍ରକାଶ ପାଏ। ଆଚ୍ଛା ମାନେ ପ୍ରକୃତି ହଉଛି ଯାହା ଦ୍ୱାରା ପଦାର୍ଥ ଗଠିତ ହୁଏ, ଧର୍ମ ହଉଛି ଯାହା ଦ୍ୱାରା ପଦାର୍ଥ ପ୍ରକାଶ ପାଏ। ମୁଁ ଗୋଟେ ଉଦାହରଣ ଦଉଛି ଯେ ପ୍ରକୃତି କାହାକୁ କୁହାଯାଏ? ଜଳ। ହୁଁ ହୁଁ ଜଳର ଅଣୁଟା ସେ ଉଦ୍ଯାନ ଆଉ ଅମ୍ଳଜାନ ପରମାଣୁ ଦ୍ୱାରା ଜଳ ଅଣୁ ତିଆରି ହେଇଛି। ଦୁଇ ହୁଁ ଭାଗ ହୁଁ ଉଦ୍ଯାନ ଆଉ ଏକ ଭାଗ ଅମ୍ଳଜାନ ହୁଁ ତିଆରି ହେଇଛି। ତେଣୁ ଏଠି କଣ ହୁଏ ନା ଉଦ୍ଯାନ ଧର୍ମ ଆଉ ଅମ୍ଳଜାନ ଧର୍ମକୁ ଜୁଟିକିରି ସେ ଆଉ ଗୋଟେ ନୂଆ ଧର୍ମ ପ୍ରକାଶ କଲେ, ଜଳର ଧର୍ମ ପ୍ରକାଶିତ ହେଲା କେମିକାଲ ଆଜ୍ଞା ରିଆକ୍ସନ ଦ୍ୱାରା। ତେଣୁ ରିଏକ୍ସନ ହୁଁ ଯୋଉ ଶକ୍ତି ଦ୍ୱାରା ଉଦ୍ଯାନ ଅମ୍ଳଜାନ ମିଶିକିରି ଆଉ ଗୋଟେ ନୂଆ ଶକ୍ତି ସବୁ ଉଦ୍ଭବ ହେଲା, ସେଇ ନୂଆ ଶକ୍ତି ଯୋଉ ଶକ୍ତି ଦ୍ୱାରା ଉଦ୍ଭବ ହେଲା ସେଇ ଶକ୍ତିଟାକୁ କୁହାଯାଏ ପ୍ରକୃତି। ଆଚ୍ଛା ଆଚ୍ଛା ଆଚ୍ଛା, ଜଳ ତିଆରି ହେଇସାରିଲା ପରେ ତାର ତରଳତା ଗୋଟେ ଧର୍ମ ପ୍ରକାଶ ପାଇଲା, ଯୋଉ ଧର୍ମ ଦ୍ୱାରା ଜଳ ତିଷ୍ଠିକି ରହିଲା। ହୁଁ ହୁଁ ତେଣୁ ତରଳତା ହଉଛି ତାର ଧର୍ମ। ହୁଁ ତରଳତା ତାର ଧର୍ମ, କିନ୍ତୁ ତା ଗଠନତା ଯୋଉ ଦ୍ୱାରା ହେଇଛି ଉଦ୍ଯାନ ଅମ୍ଳଜାନରୁ ଯୋଉ ଗଠନ ତିଆରି କରାଗଲା ସେଇଟା ହଉଛି ତାର ପ୍ରକୃତି। ତେଣୁ ପ୍ରକୃତି କଣ କରେ ନା ପ୍ରକୃତି ସବୁ ଜିନିଷକୁ ସୃଷ୍ଟି କରେ। ହୁଁ ଧର୍ମ କଣ କରେ ନା ବସ୍ତୁକୁ ଧାରଣ କରିକି ରଖେ। ହୁଁ ବୁଝିପାରିଲେ? ହୁଁ ଧର ବରଫ ହେଲା ଗୋଟେ ଧର୍ମ ନା, ତା ଦ୍ୱାରା ହୁଁ ତା ଜଳର କଠିନ ତା ରହିଲା, ଧାରଣ ହେଇକି ରହିଲା। ତେଣୁ ଆଚ୍ଛା ପ୍ରକୃତି ହଉଛି ଯିଏ ବର୍ତ୍ତମାନ ପ୍ରକାଶ ପାଇଲା ବସ୍ତୁ ଦେହରେ, ସେଇଟା ହିଁ ହଉଛି ତାର ଧର୍ମ। ବୁଝିପାରୁଛ କି? ଆଚ୍ଛା ବର୍ତ୍ତମାନ ଯିଏ ପ୍ରକାଶ ପାଉଛି, କିନ୍ତୁ ପୂର୍ବରୁ ଯାହା ଥିଲା ସେଇଟା ହଉଛି ତାର ପ୍ରକୃତି। ଯେମିତି ବରଫର ପ୍ରକୃତି ହଉଛି ଜଳ, ହୁଁ ବରଫର ଧର୍ମ ହଉଛି କଠିନତା, ବରଫର ପ୍ରକୃତି ହଉଛି ତରଳତା, ଆଉ ହୁଁ ବରଫର ଧର୍ମ ହଉଛି କଠିନତା। କାହିଁକି ନା ତରଳତା ପ୍ରକୃତିରୁ ସିଏ ଜନ୍ମ ହେଇଛି। ଆଜ୍ଞା ତେଣୁ ବସ୍ତୁ ଯୋଉ ଧର୍ମ ଦ୍ୱାରା ସେ ଜନ୍ମ ହୁଏ, ସେଇ ଧର୍ମକୁ ତାର ପ୍ରକୃତି ବୋଲି କୁହାଯାଏ। ହୁଁ ପ୍ରକୃତି ହୁଁ ଯୋଉ ଧର୍ମ ଦ୍ୱାରା ସୃଷ୍ଟି ହେଇଛି, ହୁଁ ବରଫଟା ଜଳର ତରଳତା ଧର୍ମରୁ ତିଆରି ହେଇଛି। ଆଜ୍ଞା ତେଣୁ ବରଫ ପାଇଁ ଜଳଟା ହଉଛି ପ୍ରକୃତି, ବରଫଟା ହଉଛି ତାର ଧର୍ମ। କିନ୍ତୁ ହୁଁ ହୁଁ ଜଳର ଧର୍ମ ହଉଛି ତରଳତା, ହୁଁ ବରଫର ପ୍ରକୃତି ତରଳତା, ଜଳର ହୁଁ ଧର୍ମଟା ହଉଛି ତରଳତା। କିନ୍ତୁ ହୁଁ ଜଳର ପ୍ରକୃତି କିଏ? ଜଳର ପ୍ରକୃତି ହଉଛି ଉଦ୍ଯାନ ଅମ୍ଳଜାନ। ହୁଁ ହୁଁ ତେଣୁ ପ୍ରକୃତି ହଉଛି ମୂଳ ସତ୍ତା, ଯାହା ଦ୍ୱାରା ପଦାର୍ଥ ସୃଷ୍ଟି ହୁଏ। ଧର୍ମ ଆଜ୍ଞା ହଉଛି ବିଦ୍ୟମାନତା, ଯାହା ଦ୍ୱାରା ଯୋଉ ଲକ୍ଷଣ ଦ୍ୱାରା ପଦାର୍ଥ ପ୍ରକାଶ ପାଏ। ହୁଁ ହୁଁ ତେଣୁ ଦିଟା ଶକ୍ତି ପଦାର୍ଥ ଭିତରେ ଥାଏ, ଗୋଟେ ଗୁପ୍ତ ହୁଁ ଶକ୍ତି, ଗୋଟେ ପ୍ରକାଶ ଶକ୍ତି। ବରଫ ଆଚ୍ଛା ମଧ୍ୟରେ ଜଳର ଧର୍ମଟା ରହିଛି ଗୁପ୍ତ ଭାବରେ, ତେଣୁ ସେଟାକୁ କୁହାଯାଏ ପ୍ରକୃତି। ଯୋଉଟା ବର୍ତ୍ତମାନ ଅବସ୍ଥାରେ ପଦାର୍ଥ ଦେହରେ ପ୍ରକାଶ ନ ପାଏ, ସେଇ ହଉଛି ତାର ପ୍ରକୃତି। ଆଉ ଯୋଉଟା ପ୍ରକାଶ ଆଚ୍ଛା ପାଇଲା ସେଇଟା ତାର ଧର୍ମ। ଆଉ ହୁଁ ହୁଁ ମୁଁ ଏଟାକୁ ସବୁ ସରଳ କରିକି ଗୋଟି ଗୋଟି କରି ବୁଝଉଛି ଲୋକମାନେ, ହୁଁ ହୁଁ ସେ ଲେଖା ହଉଛି ସବୁ ଆଉ। ମାନେ ସୃଷ୍ଟି ହଉଛି ପ୍ରକୃତି ବାବା। ହଁ, ସୃଷ୍ଟି ହଉଛି ପ୍ରକୃତି, ହୁଁ ହୁଁ ସୃଷ୍ଟି ପରେ ଯାହା ରହିଲା ସେଇଟା ହଉଛି ଧର୍ମ। ଧର୍ମ ଆଚ୍ଛା ଏଇଟାକୁ ମନେ ରଖିଥା, ଏଇଟା ଗୋଟିଏ। ହୁଁ ତେଣୁ ପଦାର୍ଥ ଯେତେବେଳେ ସୃଷ୍ଟି ହେଲା, ସେ ପ୍ରକୃତିରୁ ସୃଷ୍ଟି ହେଲା। ହୁଁ ହୁଁ ଆଉ ପଦାର୍ଥ ଯେତେବେଳେ ରହିଲା, ତାର ଧର୍ମ ପ୍ରକାଶ ପାଇଲା। ଆଉ ଯିଏ ଧାରଣ କରୁଛି ଆଉ। ହଁ, ପଦାର୍ଥ ଯୋଉ ଶକ୍ତି କି ଧାରଣ କଲା ସେଇଟା ହଉଛି ଧର୍ମ। ହୁଁ ହୁଁ ତାହେଲେ ପ୍ରକୃତି ପୁରୁଷର ଖେଳ ବାବା। ହଁ, ଏ ତ ପ୍ରକୃତିର ପୁରୁଷର ଖେଳ। ହଉ, ହଉ ମୁଁ ବାବା ଯାଉଛି ହଉ ଖାଇବାକୁ ପ୍ରଣାମ ଯାଉଛି, କଥା ହବା। ପ୍ରଣାମ ପ୍ରଣାମ ବାବା।